ସ୍ୱାମୀ ପରମାନନ୍ଦ। ଅଗଷ୍ଟ 27। ଦିନଟିର ପ୍ରଧାନ ଚିନ୍ତା। ଆମର ଆତ୍ମା ଯେତେବେଳେ ଜାଗ୍ରତ ହୁଏ ସେତେବେଳେ ଆମେ ସତତ ପ୍ରଫୁଲ୍ଲ ରହୁ। ଏ ଅବସ୍ଥା ସେତେବେଳେ ଆମର ସ୍ୱାଭାବିକ। ସ୍ମରଣୀୟ ପଂକ୍ତି। ତୁମେ ଯେ ବନ୍ଧୁ ଦିନ ଜନର ଆସିଥିଲ ମୋର ପାଶେ, ଯେବେ ହୃଦୟ ମୋର ଥିଲା ବଡ଼ ଅସହାୟ, ଭାରାତୁର ଆଉ ବିଷାଦେ କାତର। ଆଜି ମୁଁ ଯେପରି ବୁଡ଼ି ଅଛି ଏକ ଆନନ୍ଦ ନଦୀନୀରେ, ଆହେ ଦୟାମୟ ପ୍ରଭୁ, କହ ମୋତେ ତୁମେ କିପରି କରିବି ମୁଁ ତୁମର ଏହି ପ୍ରେମର ପ୍ରତିଦାନ। ବୁଡ଼ିଲି ମୁଁ ଯେ ତୁମର ପ୍ରେମର ସ୍ରୋତରେ। ନୀତି ଉପଦେଶ। ଆମର ଜୀବନ ଯେତେବେଳେ ସତ୍ୟ ଶୁଦ୍ଧି ଲାଭ କରେ ସେତେବେଳେ ଆମେ କଦାପି ନିରାନନ୍ଦ ହୋଇ ରହିପାରିବା ନାହିଁ। ଯେଉଁ ଜନ ଭଗବାନଙ୍କର ଘନିଷ୍ଠ ହୋଇଛନ୍ତି ସେ କ'ଣ କେତେବେଳେ ପ୍ରଫୁଲ୍ଲ ଭାବ ହରାଇ ପାରନ୍ତି? ଆମେ ସମସ୍ତେ ଏପରି ଏକ ବିନ୍ଦୁରେ ପହଞ୍ଚିବାକୁ ସଂଗ୍ରାମ କରୁଛୁ ଯେଉଁଠାରେ ବିଷାଦ, ଅନ୍ଧକାର ଅଥବା ଆନନ୍ଦର ଅଭାବ ନଥିବ। ସଂସାରରେ ଆମେ ଅପୂର୍ଣ୍ଣତା ଆସ୍ୱାଦନ କରୁ ଏବଂ ଜାଣୁନା କେଉଁଠି ପୂର୍ଣ୍ଣତା ପାଇବୁ। ତେଣୁ କେବଳ ସଂଗ୍ରାମ ଏବଂ ଚେଷ୍ଟା କରୁ। କିନ୍ତୁ ସଂଗ୍ରାମ ସବୁ ସମୟରେ ଶାନ୍ତି ଆଣେ ନା, ଯଦିଓ ସେ ଦିଗରେ ପଥ ଦେଖାଇପାରେ। ଯେଉଁଠାରେ ଚିତ୍ତର ପ୍ରସନ୍ନତା ଏବଂ ଆତ୍ମା ପ୍ରଦୀପ୍ତ ସେଠାରେ ଆମେ ଶାନ୍ତି ପାଉ ଏବଂ ସେହି ଶାନ୍ତି ଅପରକୁ ଦେଇପାରୁ। ପ୍ରାର୍ଥନା। ହେ ଭଗବାନ, ସକଳ ସୁଖର ଦାତା, ତୁମେ ମୋର ଅନ୍ତର ଦିବ୍ୟାନନ୍ଦରେ ପୂର୍ଣ୍ଣ କର। ଯେଉଁଠାରେ ମଙ୍ଗଳ ନିତ୍ୟ ପ୍ରକାଶିତ ସେଠାରେ କିଛି ଅମଙ୍ଗଳ ପ୍ରବେଶ କରିପାରେ ନାହିଁ। ଯେଉଁଠି ନିତ୍ୟ ଆନନ୍ଦ ବିରାଜିତ ସେଠାରେ ବିଷାଦର ସ୍ଥାନ ନାହିଁ। ହେ ପ୍ରଭୁ, ତୁମ କୃପାରେ ମୁଁ ଯେପରି ସର୍ବଦା ତୁମରି ଆନନ୍ଦମୟ ଆବିର୍ଭାବର ଆଶୀର୍ବାଦ ଲାଭ କରି ଅକ୍ଷୟ ଆନନ୍ଦରେ ସତତ ଜୀବନ ଯାପନ କରିପାରେ।